ଆପଣଙ୍କର ଯଦି ବୃଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ବୃଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ତା ସହିତ ବେଲ୍ ଆଇକନ୍ଟିକୁ ମଧ୍ୟ ଅନ୍ ରଖନ୍ତୁ। କମେଣ୍ଟରେ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ପ୍ରଥମତଃ ବୃଷ ରାଶିର ବ୍ୟକ୍ତିବିଶେଷଙ୍କର ଅଧିପତି ହେଉଛନ୍ତି ଶୁକ୍ର ମହାଗ୍ରହ, ଯାହାକି ଆପଣଙ୍କର ତୃତୀୟ ଘରେ ବିରାଜମାନ କରିଛନ୍ତି ଏବଂ ଶୁକ୍ର ମହାଗ୍ରହ ଆପଣଙ୍କର ତୃତୀୟ ଘରେ ବିରାଜମାନ କରିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ପାଇଁ ଅତ୍ୟନ୍ତ ଭାବରେ ଶୁଭ ମନାଯାଇଥାଏ ଏବଂ ଆପଣଙ୍କ ଘରେ ଶୁକ୍ର ମହାଗ୍ରହ ପ୍ରାୟତଃ ଆପଣଙ୍କର କ୍ୟାରିୟର କ୍ଷେତ୍ରକୁ ଏବଂ ଆପଣଙ୍କର ଲଭ୍ ଲାଇଫ୍, କ୍ୟାରିୟର, ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇଥାନ୍ତି। କ୍ୟାରିୟରକୁ ନେଇ ଯଦି ଆପଣଙ୍କର କୌଣସି ଦୁଶ୍ଚିନ୍ତା ରହିଥାଏ, କ୍ୟାରିୟରକୁ ନେଇ ଯଦି ଆପଣଙ୍କର କୌଣସି ଦୁଶ୍ଚିନ୍ତା ରହିଥାଏ ତେବେ ଦେଖନ୍ତୁ, ଖାସ କରି ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କର କ୍ୟାରିୟର ବହୁତ ମାତ୍ରାରେ ଉତ୍ତୀର୍ଣ୍ଣ ହେବାକୁ ଯାଉଅଛି। ଆପଣଙ୍କର ଏହି 2026 ନୂତନ ବର୍ଷରେ ଆପଣଙ୍କୁ ନିଶ୍ଚିତ ଭାବରେ ଲେଖିକି ରଖନ୍ତୁ, ଆପଣଙ୍କୁ ଯେମିତି ହେଉନା କାହିଁ ଏକ ଚାକିରି ନିଶ୍ଚିତ ଭାବରେ ମିଳିବ। ଆପଣ କୌଣସି ଚାକିରି ନ ମିଳୁ ପଛେ କିନ୍ତୁ କୌଣସି ଜାଗାରେ ହେଉନା କାହିଁ ଆପଣ ସେଟେଲ୍ ନିଶ୍ଚିନ୍ତ ହେବେ। ଆପଣଙ୍କୁ ଯେକୌଣସି ମାତ୍ରାରେ ହେଉ, ଚାକିରି ହେଉ ବା ବିଜନେସ୍ ହେଉ, ଆପଣଙ୍କୁ ଯେମିତି ହେଉ ମାନେ ଆପଣଙ୍କୁ ସେଟେଲ୍ ହୋଇଯିବେ। ଆପଣଙ୍କୁ ଟଙ୍କାର ଅଭାବ ରହିବ ନାହିଁ। ଖାସ କରି ବୃଷ ରାଶିର ବ୍ୟକ୍ତିମାନକୁ ଟଙ୍କାର ଅଭାବ ରହିବ ନାହିଁ। ଏବଂ ଦ୍ୱିତୀୟରେ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଖାସ କରି ବୃଷ ରାଶିର ବ୍ୟକ୍ତିମାନଙ୍କର ଶ୍ୱାସଜନିତ ସମସ୍ୟା ଲାଗି ରହିଥାଏ। ଆପଣ ମନେ ରଖନ୍ତୁ, ଆପଣଙ୍କର ବହୁତ ମାତ୍ରାରେ ଶ୍ୱାସଜନିତ ସମସ୍ୟା ଲାଗି ରହିଥାଏ, ଯାହାଫଳରେ ଆପଣ ହଠାତ୍ କିନା ଧ୍ୱଂସ ହୋଇଯାଆନ୍ତି କିମ୍ବା ଆପଣଙ୍କ ହାର୍ଟଚୋକ୍ ବି ମାରିଯାଇପାରେ। ଆପଣଙ୍କର ଶ୍ୱାସ ରୁନ୍ଧ ହୋଇଯାଇଥାଏ। ତେଣୁ ଆପଣ ଶ୍ୱାସ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଏହାପରେ ଆପଣ ଶ୍ୱାସ ଉପରେ ଧ୍ୟାନ ଦେବା ଫଳରେ ଦେଖନ୍ତୁ, ଆପଣଙ୍କର ଶ୍ୱାସ ରହୁଛି କିନ୍ତୁ ଆପଣ ଯଦି ପ୍ରତିକାର ହେଲା ତାର ନା ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଆପଣ କୌଣସି ଭଗବାନ ଆପଣ ମାନୁଛନ୍ତି, ମହାଦେବଙ୍କୁ ବହୁତ ମାନନ୍ତି, କାରଣ ବୃଷ ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ପ୍ରେମୀ ହୋଇଥାନ୍ତି ମହାଦେବଙ୍କୁ ଏବଂ ସୋମବାର ମଧ୍ୟ ଆମିଷ ଖାଇନଥାନ୍ତି। କିନ୍ତୁ ଆପଣ ଟିକେ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ। ଆପଣ ମହାଦେବ ମନ୍ଦିରକୁ ଯାଇ ଜଳସାଇ କରନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କୁ ଆଶୀର୍ବାଦ ମିଳିବ ଏବଂ ମହାଦେବଙ୍କର କୃପା ମଧ୍ୟ ରହିବ। ଆପଣଙ୍କର ବହୁତ ମଧ୍ୟ ମଙ୍ଗଳ ହେବ। ଦେଖିବେ ଆପଣଙ୍କର ଶ୍ୱାସଜନିତ ସମସ୍ୟା ମଧ୍ୟ ଧୀରେ ଧୀରେ ଲିପ୍ନ ହୋଇଯିବ ଏବଂ ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଜନିତ ମଧ୍ୟ ସମସ୍ୟା ରହିଅଛି। ତେଣୁ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ମଧ୍ୟ ଧୀରେ ଧୀରେ ରହିଯିବ, ମାନେ ସମାପ୍ତ ହୋଇଯିବ। ଖାସ କରି ବୃଷ ରାଶିର ବ୍ୟକ୍ତିବିଶେଷମାନେ ଟିକେ ଅତ୍ୟଧିକ ରାଗି ହୋଇଥାନ୍ତି, କିନ୍ତୁ ସେ ଏତେ ବି ରାଗି ହୋଇନଥାନ୍ତି, ବହୁତ କୋମଳ ହୋଇଥାନ୍ତି। କିନ୍ତୁ କୌଣସି କଥାକୁ ନେଇ କିମ୍ବା ଯାହା ବି କଥା ଆଲୋଚନା ହେଲା କିନ୍ତୁ ହଠାତ୍ କିନା ରାଗି ଯାଇଥାନ୍ତି, ଫଳରେ ଆପଣଙ୍କର ମୁଣ୍ଡ ମଧ୍ୟ ବିନ୍ଧା ହୋଇଥାଏ। ଆପଣଙ୍କର ମୁଣ୍ଡ ବିନ୍ଧା ଜନିତ ମଧ୍ୟ ସମସ୍ୟା ବହୁତ ମାତ୍ରାରେ ରହିଅଛି। ଆପଣଙ୍କର ମୁଣ୍ଡ ବିନ୍ଧା, ଶ୍ୱାସଜନିତ, ଗ୍ୟାଷ୍ଟ୍ରିକ୍ ଜନିତ, ଡାଇବେଟିସ୍ ଜନିତ ଏହିପରି ସମସ୍ୟା ବହୁତ ମାତ୍ରାରେ ରହିଅଛି। ତେଣୁ ଆପଣଙ୍କର ସ୍ୱାସ୍ଥ୍ୟକୁ ଟିକେ ସୁଧାର କରନ୍ତୁ। ଆପଣ ଡାଏଟ୍ ମେଣ୍ଟେନ୍ କରନ୍ତୁ, ଖାସ କରି ଆପଣଙ୍କର ପାଇଁ, କାରଣ ବୃଷ ରାଶିର ବ୍ୟକ୍ତିମାନଙ୍କର ଏବେ ଶୁକ୍ର ମହାଗ୍ରହ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦେବେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟରେ ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବେ। ତେଣୁ ଆପଣ ଯେତେ ମାତ୍ରାରେ ପାରିବେ ଆପଣଙ୍କର ସ୍ୱାସ୍ଥ୍ୟକୁ ଟିକେ ଧ୍ୟାନ ଦିଅନ୍ତୁ। ଦେଖିବା ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ ଆପଣଙ୍କର ବହୁତ ମାତ୍ରାରେ ଭଲ ହେବ ଏବଂ ଆପଣଙ୍କ ଲାଇଫ୍ ପାର୍ଟନର ମଧ୍ୟ ବହୁତ ମାତ୍ରାରେ ଆପଣଙ୍କୁ ଭଲରେ ଚାହିଁବେ ଏବଂ ଆପଣଙ୍କ ଲାଇଫ୍ ପାର୍ଟନର ମଧ୍ୟ ଆପଣଙ୍କୁ ବହୁତ ମାତ୍ରାରେ ଭଲ ପାଇଥାନ୍ତି। କିନ୍ତୁ ଆପଣ ଅତ୍ୟନ୍ତ ପ୍ରେମୀ ହୋଇଥାନ୍ତି। ଆପଣ ବହୁତ ମାତ୍ରାରେ ପ୍ରେମ କରିଥାନ୍ତି ଆପଣଙ୍କର ଲାଇଫ୍ ପାର୍ଟନରକୁ, ଫଳରେ ଆପଣଙ୍କର ଯେଉଁ ବାଦବିବାଦ ହେଉଥାଏ ତାହା ଶୀଘ୍ର ସମାଧାନ ମଧ୍ୟ ହୋଇଯାଉଥାଏ। ତେଣୁ ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସୁଛି। ଆପଣଙ୍କର ବହୁତ ମାତ୍ରାରେ ଆପଣଙ୍କ ବନ୍ଧନଟି ବହୁତ ମାତ୍ରାରେ ଦୃଢ଼ ଏବଂ ପବିତ୍ର ମଧ୍ୟ ହୋଇଯିବ। ଏବେ ଯଦି ଦେଖିବା ଦେବଗୁରୁ ବୃହସ୍ପତି, ତେବେ ଦେବଗୁରୁ ବୃହସ୍ପତି ଆପଣଙ୍କର ରହିବେ ଆପଣଙ୍କର ନବମ ଘରେ, ଯାହାକି
देवगुरु बृहस्पति आपणकर क्यारियर क्षेत्र में किसी मात्रा ध्यान दे था एवं देवगुरु बृहस्पति आपणकर क्यारियर क्षेत्र को ध्यान देवा फल आपण जीवन में बहुत मात्रा परिवर्तन आसब किंतु देखंतु शुक्र आपणकर क्यारियर क्षेत्र को ध्यान देवे किंतु देवगुरु आपणकर क्यारियर क्षेत्र को किसी ध्यान देवा फल आपण जीवन में परिवर्तन आसब आपण को बहुत मात्रा अपॉर्चुनिटी मिल वृष राशि व्यक्ति विषयकर खासकर शनिंकर बहुत मात्रा प्रभाव रही अछि 2026 नूतन वर्ष रे शनिंकर बहुत मात्रा प्रभाव रहिबो शनि आपणकर घरे आपणकर द्वादश घरे चलन करिवे शनि आपणकर द्वादश घर रही आपण को दृष्टि पकाइबे तेणु आपण अत्यंत तो सरल एवं साहसी होइथांती तेणु आपण जेते आपण तो दयालु होइथांती अवश्य किंतु आपण जेते मात्रा रे पारुछंती किछि दान करंतु भल कर्म करंतु कारण शनि होउछंती कर्मफल दाता आपण जेते मात्रा रे टे भल कर्म करंतु कोनोसी दान धर्म करंतु आपण को द्वारा यदि संभव होउची कोनोसी अर्थदान करंतु किंबा वस्त्र दान करंतु खाद्य दान करि पारंतु आपण को द्वारा जिमिति मात्रा रे संभव होई पारुची सेही परि भाव रे कले आपण को बहुत मात्रा रे महादेवंकर आशीर्वाद रहिबो ता सहित शनि देवंकर मध्य आशीर्वाद रहिबो देखंतु 2026 रे आपणकर शुभ रंग हेउची धला शुभ समय हेउची 7:30 रु 9:30 पर्यंत एवं आपणकर देखंतु शुभ आपणकर शुभ माने आपणकर इष्ट देवता देखंतु इष्ट देवता हेउछंती महादेव तेणु आपण जेते मात्रा रे पारुछंती महादेव मंदिर को यात्रा करंतु हनुमान चालीसा पाठ करंतु एवं प्रत्येक सोमवार दिन आमिष खाइबा बंद कर दियंतु देखिए बहुत मात्रा रे आपणकर परिवर्तन आसीबो एवं महादेवंकर विशेष कृपा रहुची आपणक उपरे जहाँकि आपणक जीवनटी को संपूर्ण भाव में परिवर्तन करदेव तेणु आपण टिके प्रत्येक दिन आमिष सोमवार दिन खास कर सोमवार दिन आमिष खाइबा बंद करंतु एवं महादेव मंदिर को जाई जलाशय करंतु देखिए बहुत मात्रा रे आपणकर परिवर्तन घटिबो यदि आपन समय भी हेउची तबे हनुमान चालीसा मध्य पाठ करंतु हनुमान चालीसा पाठ करबा द्वारा आपणकर ज्ञान बुद्धि विवेक बहुत मात्रा रे बदली जिवो एवं आपणकर चरित्र मध्य बदली जिवो ता सहित आउ गोटे हैला एहा होची एक बड़ नाम अटे हरे कृष्ण महामंत्र जहाँकि आपन जदि जप करंती किंबा आपन 108 थर हेउना कहीं आपन धरंतु हरे कृष्ण महामंत्र जप करबा द्वारा आपनकर नवग्रह स्थिति बहुत मात्रा स्थिर होइथांती एवं आपनक पई अनुकूल मध्य होई जाइथांती नवग्रह स्थिति बहुत मात्रा रे सुदृढ़ होई जाइथाय एवं आपनक पई बहुत मात्रा रे अनुकूल होई जाइथाय तेणु आपण एहाको मानिले आपनकर मंगल हेबो तेणु आपण जदि वृष राशि व्यक्ति विशेष होइथांती एवं ईश्वर को सच्चा हृदय रे विश्वास करुथांती तेबे वीडियोटी को लाइक करबा सह चैनल टी को सब्सक्राइब निश्चय करिवे रहुची धन्यवाद जय जगन्नाथ।